ରବି ଋତୁରେ ମୁଗ ଏବଂ ବିରି ଚାଷ ଅଧିକ କରାଯାଇଥାଏ। କେହି କେହି ଚାଷୀ ଭାଇ ଏ ମୁଗ ବିରି ଫସଲକୁ ଅଣଜଳସେଚିତ ଜମିରେ କରିଥାନ୍ତି ତ କେହି ଚାଷୀ ଭାଇ ୟାକୁ ଜଳସେଚିତ ଜମିରେ ଚାଷ କରିଥାନ୍ତି। ଧାନ ଚାଷ କରିବା ସମୟରେ ଆମେ ମାଟିରେ ଯେଉଁ ସାର ପ୍ରୟୋଗ କରିଥାଉ, ଅଣୁସାର ପ୍ରୟୋଗ କରିଥାଉ, ଜୈବିକ ସାର ପ୍ରୟୋଗ କରିଥାଉ, ଫସଲ ୟାକୁ ବହୁତ ମାତ୍ରାରେ ଗ୍ରହଣ କରିଥାଏ। ବାକି ଯେଉଁ ସାର ବା ଅଣୁସାର ପଡ଼ି ରହିଥାଏ ତାହା ଅଦ୍ରବୀଭୂତ ହିସାବରେ ମାଟିରେ ପଡ଼ି ରହିଥାଏ, ଯାହାକି ପରବର୍ତ୍ତୀ ମୁଗ ଚାଷ ପାଇଁ ଏ ଫସଲକୁ ମିଳିପାରିନଥାଏ। ସେଥିପାଇଁ ମୁଗ ବିରି ଫସଲରୁ ଅଧିକ ଅମଳ ପାଇବା ପାଇଁ ଆମକୁ ମୁଗ ବିରି ଫସଲ ଚାଷ କରିବା ସମୟରେ ଜୈବିକ ସାର ଏବଂ ଅଣୁସାରକୁ ଆମେ ନିଶ୍ଚିତ ପ୍ରୟୋଗ କରିବା ଆବଶ୍ୟକ ରହିଛି। ତା ଛଡ଼ା ରବି ଋତୁରେ ବାୟୁମଣ୍ଡଳ ତାପମାତ୍ରା କମ୍ ହୋଇଥାଏ, ତାଫଳରେ ଗଛର ସଠିକ୍ ବୃଦ୍ଧି ହୋଇପାରିନଥାଏ ଏବଂ ବିକାଶ ହୋଇପାରିନଥାଏ, ତାଫଳରେ ଯାହାକି ଅମଳ ଉପରେ ପ୍ରଭାବ ପକାଇଥାଏ। ଯେଉଁ ଚାଷୀ ଭାଇମାନେ ମୁଗ ବିରି ବୁଣିବା ପୂର୍ବରୁ ମୂଳ ସାର ହିସାବରେ DAP ଓ ପଟାସ ସାରକୁ ପ୍ରୟୋଗ କରିଛନ୍ତି, କିନ୍ତୁ ମାଟିର ଆର୍ଦ୍ରତା ଅଭାବ ଫଳରେ ସେ ସାର ଗଛକୁ ସଠିକ୍ ଭାବେ ମିଳିପାରିନଥାଏ। ଏଭଳି ସ୍ଥଳରେ ମୁଗ ବିରି ଫସଲରେ ମାଟିରେ ସାରକୁ ପ୍ରୟୋଗ ନ କରି କେବଳ ସ୍ପ୍ରେ ମାଧ୍ୟମରେ ଆମେ ସାରକୁ ପରିଚାଳନା କରିପାରିବା ଏବଂ ଯାହାଫଳରେ ଏକର ପ୍ରତି 3ରୁ 4 କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ମଧ୍ୟ ପାଇପାରିବା। ମୁଁ ଅରବିନ୍ଦ ସାହୁ କୃଷିବିତ୍ କୃଷି ସମ୍ପଦା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ତେବେ ଆସନ୍ତୁ ଜାଣିବା ଯେଉଁ ଚାଷୀ ଭାଇମାନେ ମୁଗ ବିରି ଫସଲ ଚାଷ କରିବା ସମୟରେ ମୂଳ ସାର ହିସାବରେ କୌଣସି ସାରକୁ ପ୍ରୟୋଗ କରିପାରିନାହାନ୍ତି କିମ୍ବା ସାର ପ୍ରୟୋଗ କରିବା ସମ୍ଭାବନା ମଧ୍ୟ ନାହିଁ, ସେହି ଜମିରୁ ଆମେ ବମ୍ପର ଅମଳ ପାଇବା ପାଇଁ ମୁଗ ବିରି ଫସଲ 2ଟି ଇମ୍ପୋର୍ଟାଣ୍ଟ ଅବସ୍ଥାରେ ଆମେ 2ଟି ଇମ୍ପୋର୍ଟାଣ୍ଟ ସ୍ପ୍ରେକୁ ଯଦି କରିବା ତାହେଲେ ଆମେ ଏକର ପ୍ରତି 3ରୁ 4 କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ପାଇପାରିବା। ତେବେ ଆମେ କେଉଁ ସାରକୁ ସ୍ପ୍ରେ କରିବା, କେଉଁ ଅଣୁସାରକୁ ସ୍ପ୍ରେ କରିବା, କେଉଁ ହରମୋନ୍କୁ ସ୍ପ୍ରେ କରିବା, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ, ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ତାଫଳରେ ଆମେ ପ୍ରସ୍ତୁତ କରୁଥିବା ନୂଆ ନୂଆ ଭିଡ଼ିଓ ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିପାରିବ। ମାଟିର ଉର୍ବରତା ବଜାୟ ରଖିବା ପାଇଁ ଆମକୁ ଧାନ ଚାଷ ପରେ ମୁଗ ବିରି ଫସଲ ଚାଷ କରିବା ନିହାତି ଆବଶ୍ୟକ ରହିଛି, କାରଣ ମୁଗ ବିରି ଫସଲ ଚେରରେ ଥିବା ରାଇଜୋବିୟମ ଜୀବାଣୁ ଆକାଶରୁ ଯବକ୍ଷାରଜାନ ସାର ଆଣି ମାଟିରେ ମିଶାଇଥାଏ। ତା ଛଡ଼ା ମୁଗ ବିରି ଫସଲ ପତ୍ର ମାଟିରେ ପଡ଼ି ଏ ଜୈବିକ ସାର ମଧ୍ୟ ବଢ଼ାଇଥାଏ। ସେଥିପାଇଁ ଆମେ ଚାଷୀ ଭାଇମାନେ ମୁଗ ବିରି ଫସଲ ନିଶ୍ଚିତ ଚାଷ କରିବା ଆବଶ୍ୟକ ରହିଛି। ଯେଉଁ ଚାଷୀ ଭାଇମାନେ ମୁଗ ବିରି ଫସଲ ଚାଷ କରିବା ସମୟରେ ମୂଳ ସାର ହିସାବରେ କୌଣସି ସାର ପ୍ରୟୋଗ କରିପାରିନାହାନ୍ତି, ତାହେଲେ ମୁଗ ବିରି ଫସଲରେ ଯଦି ଆମେ ତାର 2ଟି ଇମ୍ପୋର୍ଟାଣ୍ଟ ଅବସ୍ଥାରେ ଯଦି 2ଟି ସ୍ପ୍ରେ କରିବା ତାହେଲେ ମଧ୍ୟ ଫସଲରୁ ଆମେ ସଫିସିଏଣ୍ଟ ଅମଳ ପାଇପାରିବା ବା ବମ୍ପର ଅମଳ ପାଇପାରିବା, ଯାହାକି ଏକର ପ୍ରତି 3ରୁ 4 କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ପାଇପାରିବା। ମୁଗ ବିରି ଫସଲର 2ଟି ଇମ୍ପୋର୍ଟାଣ୍ଟ ଅବସ୍ଥା ରହିଛି, ଯେପରିକି ମୁଗ ବିରି ଫସଲ ବୃଦ୍ଧି ଅବସ୍ଥା ଏବଂ ଫୁଲ ଆସିବା ଅବସ୍ଥା। ଏହି 2ଟି ଅବସ୍ଥାରେ ଆମକୁ ଯତ୍ନ ନେବା ଆବଶ୍ୟକ ରହିଛି। ଯେଉଁ ଚାଷୀ ଭାଇମାନେ ମୂଳ ସାରକୁ ପ୍ରୟୋଗ କରିପାରିନାହାନ୍ତି ସେମାନେ ଏହି 2ଟି ଅବସ୍ଥାରେ ସାରକୁ ସ୍ପ୍ରେ କରିବା ଆବଶ୍ୟକ ରହିଛି। ମୁଗ ଫସଲର ବୃଦ୍ଧି ଅବସ୍ଥା ବା ଆମେ ଯେତେବେଳେ ମୁଗ ବିରି ବୁଣୁଛେ ତାର 15ରୁ 20 ଦିନ ଅବସ୍ଥାରେ ସାଧାରଣତଃ ଗଛର ବୃଦ୍ଧି ହୋଇଥାଏ, ପତ୍ର ସଂଖ୍ୟା ବୃଦ୍ଧି ହୋଇଥାଏ, ତାଫଳରେ ଭାସ୍ଲେଷଣ ପ୍ରକ୍ରିୟା ମଧ୍ୟ ଅଧିକ ହୋଇଥାଏ ଏବଂ ଗଛ ସଠିକ୍ ଭାବରେ ବଢ଼ି ପାରିଥାଏ। ତା ଛଡ଼ା ସେହି ସମୟରେ ପତ୍ର କଅଁଳିଆ ରହିଥାଏ, ତେଣୁ ବିଭିନ୍ନ ପ୍ରକାର ଶୋଷକ ଜାତୀୟ ପୋକ, ଧଳା ମାଛି ଏବଂ ଯେଉଁ ପୋକ ଲାଗିବାର ସମ୍ଭାବନା ରହିଛି। ତେଣୁ ଏଭଳି ଅବସ୍ଥାରେ ଆମେ ଏଭଳି କିଛି କୀଟନାଶକ ସ୍ପ୍ରେ କରିବା ଏବଂ ତା ସହିତ ସାରକୁ ସ୍ପ୍ରେ କରିବା, ଯାହାଫଳରେ ଗଛ ସାର ପାଇପାରିବ, ଗଛର ବୃଦ୍ଧି ହୋଇପାରିବ ଏବଂ ପୋକ ଦାଉରୁ ମଧ୍ୟ ଫସଲକୁ ସୁରକ୍ଷିତ ରଖିପାରିବା। ସେଥିପାଇଁ ଆମେ ପ୍ରଥମ ସ୍ପ୍ରେ କରିବା ହ୍ୟୁମିକ୍ ଏସିଡ୍ ଏବଂ ତା ସହିତ ପେଷ୍ଟିସାଇଡ୍। ହ୍ୟୁମିକ୍ ଏସିଡ୍ ହିସାବରେ ଆମେ ମଲ୍ଟିପ୍ଲେକ୍ସ କମ୍ପାନୀର ଜିବ୍ରସ୍କୁ ସ୍ପ୍ରେ କରିପାରିବା। ତା ଛଡ଼ା ମାର୍କେଟରେ ମିଳୁଥିବା ଅନ୍ୟାନ୍ୟ ହ୍ୟୁମିକ୍ ଏସିଡ୍କୁ ମଧ୍ୟ ଆମେ ସ୍ପ୍ରେ କରିପାରିବା। ଏହି ଜିବ୍ରସ୍ରେ ସାଧାରଣତଃ 12% ହ୍ୟୁମିକ୍ ଏସିଡ୍ ରହିଛି, ଯାହାକି ଗଛର ସଠିକ୍ ବୃଦ୍ଧି କରିପାରିଥାଏ। ତେଣୁ ଆମେ ମଲ୍ଟିପ୍ଲେକ୍ସ କମ୍ପାନୀର ଜିବ୍ରସ୍କୁ ଲିଟର ପ୍ରତି 2ରୁ 3 ml ନେବା ଏବଂ ତା ସହିତ ମିଶାଇବା ଥାୟୋମେଥୋଜାମ୍ 25% WG, ୟାକୁ ଲିଟର ପ୍ରତି 0.5 ଗ୍ରାମ ହିସାବରେ କିମ୍ବା ଡାଇଫେନ୍ଥ୍ରିଅନ୍ 50% WP, ୟାକୁ ଲିଟର ପ୍ରତି 2 ଗ୍ରାମ ହିସାବରେ ମିଶାଇ ୟାକୁ ଆମେ ଅପରାହ୍ନ ସମୟରେ ସ୍ପ୍ରେ କରିପାରିବା। ତାହାର 2 ଦିନ ପରେ ଆମେ NPK 19-19-19 ୟାକୁ ଲିଟର ପ୍ରତି 5 ଗ୍ରାମ ହିସାବରେ ଯଦି ଆମେ ସ୍ପ୍ରେ କରିବା ତାହେଲେ ଗଛ ନାଇଟ୍ରୋଜେନ୍, ଫସ୍ଫରସ୍ ଏବଂ ପଟାସକୁ ପାଇପାରିବ ଏବଂ ହ୍ୟୁମିକ୍ ଏସିଡ୍ ଯୋଗୁଁ ଗଛ ସଠିକ୍ ଭାବେ ବୃଦ୍ଧି ପାଇପାରିବ। ଏଥିରେ ପେଷ୍ଟିସାଇଡ୍ ମିଶିଥିବା ଫଳରେ ଆମର ଶୋଷକ ପୋକ ଫସଲ ଲାଗିବ ନାହିଁ। ମୁଗ ବିରି ଫସଲର ଦ୍ୱିତୀୟ ଅବସ୍ଥା ବା ଫୁଲ ଆସିବା ପୂର୍ବ ଅବସ୍ଥା ବା ଜଷ୍ଟ ଫୁଲ ଆସୁଥିବ, ସେହି ସମୟରେ ଆମକୁ କିଛି ସାର ଏବଂ ଅଣୁସାର ତା ଛଡ଼ା ହରମୋନ୍କୁ ସ୍ପ୍ରେ କରିବା ଆବଶ୍ୟକ ରହିଛି। ସାଧାରଣତଃ ମୁଗ ବିରି ଫସଲରେ 2ରୁ 3 ଥର ଫୁଲ ଆସିଥାଏ, କିନ୍ତୁ ପ୍ରଥମ ଫୁଲ ଅବସ୍ଥା ବା ମୁଗ ବିରି ବୁଣିବାର 35ରୁ 40 ଦିନ ସମୟରେ ଆମେ ଏହି ସମୟରେ 2ଟି ଇମ୍ପୋର୍ଟାଣ୍ଟ ସ୍ପ୍ରେ କରିବା, ଯେପରିକି ପ୍ରଥମ ସ୍ପ୍ରେ ହେଉଛି NPK 0-52-34, ୟାକୁ ଲିଟର ପ୍ରତି 5 ଗ୍ରାମ ସହିତ ଆମେ ବୋରନ୍ 20% ଲିଟର ପ୍ରତି 1 ଗ୍ରାମ ହିସାବରେ ମିଶାଇ ତାକୁ ଆମେ ଅପରାହ୍ନ ସମୟରେ ସ୍ପ୍ରେ କରିପାରିବା।
जो चाषी भाई मैंने एनपीके 05234 या मार्केट रू पाऊना से माने ता बदल में डीएपी सार और पोटास सार को मिसेक स्प्रे करेंगे जेपरिक डीएपी सार लिटर प्रति 20 ग्राम 15 लिटर ड्रम प्रति 300 ग्राम सेपरी पोटास सार लिटर प्रति 10 ग्राम क्या 15 लिटर ड्रम प्रति 150 ग्राम ये दुईटी सार को मिसेक अपराह्न समय स्प्रे करेंगे या स्प्रे करार 2 दिन पर आम हर्मोन को स्प्रे करिया जहाँकि फूल फल अधिक से साहाय्य करिवो एवं फल बढ़िया साहाय्य करिवो एवं फूल कसी झड़ब नाही से आम हर्मोन फांटाक प्लस या लिटर प्रति अधा ml रु 1 ml हिसाब से आम अपराह्न समय स्प्रे करिया ता छड़ा जदि आम दुईटी इम्पोर्टाट जलसेचन दबा मुग बुणिया समय गोटे जलसेचन फूल आसिया पूर्व आम स्प्रिंकलर माध्यम गोटे जलसेचन करिया ताहले आमर अमल बहुत बढ़िया आसो एकर प्रति 3 ରୁ 4 क्विंटाल पर्यंत अमल आसो हम वीडियो पर किपर लगे कमेंट बॉक्स लिखु जब वीडियो भल लगी था तो लाइक शेयर सब्सक्राइब करूँ धन्यवाद जय किसान।